ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୋମୁହା ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଘୋଡ଼ିଲାଣି। ଦଳୀୟ ନେତାମାନଙ୍କଠୁ ନିଜକୁ ଦୂରେଇ ରଖି ଏକତରଫା ନିଷ୍ପତ୍ତିକୁ ଦଳ ଉପରେ ଲଦିଦେବାର ସିଦ୍ଧହସ୍ତ ନବୀନଙ୍କୁ ଏବେ ଧୀରେ ଧୀରେ ଦଳରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ପ୍ରଥମ ଦଶନ୍ଧି ପ୍ୟାରୀ ମହାପାତ୍ର ଏବଂ ପରବର୍ତ୍ତୀ ଦଶନ୍ଧି ଭିକେ ପାଣ୍ଡିଆନଙ୍କୁ ଆଗରେ ରଖି ସୁବିଧାବାଦୀ ରାଜନୈତିକ ଗୋଟିଚାଳନା କରି ଆସିଥିବା ନବୀନ ନିଜର ନିଷ୍କଳଙ୍କ ଏବଂ ସାଧୁତାର ଭାବମୂର୍ତ୍ତି ଗଢ଼ିବାରେ ସଫଳ ହୋଇଛନ୍ତି। ମାତ୍ର ନବୀନଙ୍କ ଚାଲାକି ଜାଣିଥିବା ପାଣ୍ଡିଆନ ଏବେ ନବୀନଙ୍କୁ ଡବଲ କ୍ରସ୍ କରି ତାଙ୍କର ଜାଲରେ ଫସାଇ ଦେଇଛନ୍ତି। ଗୋଟିଏ ପଟେ ପାଣ୍ଡିଆନ ନିଜ ବିଜେଡି ସହ ନଥିବା ଦଳୀୟ ନେତାମାନଙ୍କୁ କହିଛନ୍ତି ଏବଂ ଅନ୍ୟପଟେ ନବୀନଙ୍କୁ ପ୍ରଭାବିତ କରି ଦଳୀୟ ନିଷ୍ପତ୍ତି ନେଉଛନ୍ତି। ଆଉ ନବୀନ ମଧ୍ୟ ପାଣ୍ଡିଆନ ପଢ଼ାଇଥିବା ପାଠକୁ ପୋଷା ଶୁଆ ଭଳି ଦଳର ନେତାମାନଙ୍କ ଆଗରେ କହୁଛନ୍ତି। ଏପରିକି ଯୁକ୍ତି ବାଢ଼ି ଦଳୀୟ ନେତାମାନଙ୍କୁ ଚୁପ୍ ମଧ୍ୟ କରାଉଛନ୍ତି। ଯେହେତୁ ପାଣ୍ଡିଆନ ଏବେ ଦଳରେ ନାହାନ୍ତି, ତେଣୁ ଆଉ ତାଙ୍କ ଉପରେ ଦୋଷ ଲଦି ଖସିବାର ବାଟ ନଥିବାରୁ ବିଜେଡିର ସାଂଗଠନିକ ପରିଚାଳନା ଏବଂ ନିଷ୍ପତ୍ତିକୁ ନେଇ ଯାହା ସବୁ ହେଉଛି ସେଥିରେ ନବୀନ ହିଁ ଅସଲ କାର୍ପେଟଦାର ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି। ବ୍ୟୁରୋ ରିପୋର୍ଟ, ଜେ ନ୍ୟୁଜ୍।